ତାହେଲେ ତାକୁ ଆଉ ମୁକ୍ତ ହବ, ତାର ଦଣ୍ଡ ବେଶୀ ବଢ଼ିଯିବ। ଅର୍ଥାତ୍ ଏଇଟା ମହା କ୍ରିମିନାଲ ଡେଞ୍ଜରସ୍, ଇଏ ବାହାର ଗଲେ ଭାରି ଅସୁବିଧା, ଏଇଠି ରହିଲେ ମଧ୍ୟ ଅସୁବିଧା। ତେଣୁ ଆକୁ ସ୍ପେଶାଲ ସୋର୍ସ ସେଲ୍ ରଖିବା କଥା, ଆ ପାଇଁ ସ୍ପେଶାଲ ରୁମ୍ ରଖିବା କଥା, ନହେଲେ ଖସିବ, ଇଏ ଗୋଟେ ଡନ୍। ତେଣୁ କାହିଁକିନା ଯେ ଡେଇଁ ରହୁଛି, ତେଣୁ ତାର ଦଣ୍ଡ କମିବା ପରେ ତାକୁ ବଢ଼ିଲା, ଆମେ ଛାଡ଼ିବା ଆର ଲାଇଫ୍ ଲଙ୍ଗ୍ କରିଦେବା, କାହିଁକି ଇଏ ଗଲେ ସମାଜରେ ଆଉ ଅସୁବିଧା କରିବା। କିନ୍ତୁ ଯଦି ତାର ଅର୍ଥ ଆମେ ଜେଲ୍ ରହିବା, ଜେଲ୍ରୁ ବାହାରିବାକୁ ଚେଷ୍ଟା କରିବା, ତାହେଲେ ତାର ଉପାୟ କ'ଣ ନା ଆମ ପାଇଁ ଯେଉଁ କାରଣରୁ ଦଣ୍ଡ ହେଇଛି ସେ କାମ ଆମେ ଛାଡ଼ିବାକୁ ପଡ଼ିବ। ତେଣୁ ପୋଲିସଙ୍କ ନିକଟରେ, ଜେଲ୍ ସୁପରିଟେଣ୍ଡେଣ୍ଟ ନିକଟରେ, ମାଜିଷ୍ଟ୍ରେଟ ନିକଟରେ ଯାଇ କହିବାକୁ ପଡ଼ିବ, ସାର୍ ଏ ଆଜ୍ଞା ମୋର ଭୁଲ ହେଇଯାଇଛି, ଏଭଳି କ୍ରିମିନାଲ ଆକ୍ଟିଂ ମୁଁ ଆଉ କରିବିନି, ଆପଣ ଟିକେ କୃପା କରି ଯଥାଶୀଘ୍ର ମୋତେ ମୁକ୍ତିହାର ଟିକେ ବ୍ୟବସ୍ଥା କରନ୍ତୁ, ଥରେ ଛାଡ଼ି ଦିଅନ୍ତୁ, ଆଉ ମୁଁ ଜୀବନରେ କରିବିନି। ଏଭଳି ବାରମ୍ବାର କହିଲା ପରେ ତାଙ୍କର ହୃଦୟ ତରିଗଲେ ମାଜିଷ୍ଟ୍ରେଟ ଭିତରେ ଆକୁ ଛାଡ଼ିଦିଅ, ଆଉ ରଖନ୍ତୁ। ତାର ସବୁ ରିପେଣ୍ଟେନ୍ସ ହେଲାଣି, ଅନୁତାପ ହେଲାଣି, ଆଉ ସେ ଭୁଲ କରିବିନି କହୁଛି, ତେଣୁ ତାକୁ ଛାଡ଼ିଦିଅ, ଦେଖିବା ତାର ସୁଧାର ହଉଛି, ଆଉ ସେ ଭୁଲ କରି ଦେଖିବା। ଯଦି ବାରମ୍ବାର ଅନୁରୋଧ ହେଲା, ପ୍ରାର୍ଥନା ଆଜ୍ଞା ମୋତେ କୃପା କରନ୍ତୁ, ଛାଡ଼ିଦେଲୁ, ଭୁଲ ହେଲା, ଜାଣିନଥିଲି କରିଦେଲି, ଆପଣ କ୍ଷମା କରନ୍ତୁ, ଆଉ ଭୁଲ କରିବି ପ୍ରତିଜ୍ଞା କରୁଛୁ।